ଆଜି 9ଟା ବାଜିବାକୁ ଆହୁରି 15 ମିନିଟ୍ ପୂର୍ବରୁ ଦେଇଥିଲି ପତିଦେବଙ୍କୁ ଖାଇବା ପାଇଁ। ସେଥିପାଇଁ ବାପ ପୁଅ ପୁରା ମସ୍ତି କରିକି ଖାଉଛନ୍ତି ଆଉ। ଉପରେ ସେ ଆଜି ହେଇଛି ପୋହଳା ମାଛ ବେସର ଦିଆ ତରକାରୀ। ଆଉ ବାପ ପୁଅ ହେଲେ 2 ଜଣ ଯାକ ପୁରା ଆଇଁଷ ଡାହାଣା। ଆଇଁଷ ଟିକେ ଖାଇବାରେ ହେଇଗଲେ ତାଙ୍କର ତ ପୁରା ଝିଙ୍ଗା ଲାଲା ଆଉ। ଏଇଠି 3-4 ଦିନ ହବ ଆଦି ବାବା ଜିଦି କରୁଛନ୍ତି ତାଙ୍କ ପିଇସି ନାନା ଘରକୁ ଟିକେ ଯିବା ପାଇଁ। ସେଥିପାଇଁ ମୋ ବଡ ଭଣଜା ପାଖକୁ ଫୋନ କରି କହିଲି ଆସି ତମ ଭାଇକୁ ଟିକେ ନେଇଯାଅ ତମ ଘରକୁ, ସେ ଜିଦି କରୁଛି ପରା ଯିବା ପାଇଁ। ତ ବାପି କହିଲେ ହଉ ତାକୁ ରେଡି କରୁଥାଉ, ମୁଁ ଯାଇ ପହଞ୍ଚୁଛି। ତ ତା ଭିତରେ ମୋର କିଛି ଛୋଟ ମୋଟ କାମ ସାରି ଆଦି ବାବାଙ୍କୁ ରେଡି କରିଦେଲେ। ଆଉ ତା ଭିତରେ ଆସି ଯାଇଥିଲେ ମୋ ଭଣଜା। ଏମିତିରେ ତ ବାପି ମାନେ ମୋ ଭଣଜା ଆସି ଆମ ଘରକୁ ସବୁଦିନ ଆସନ୍ତି, କିନ୍ତୁ ତାଙ୍କୁ ଭିଡିଓରେ ଆଣିପାରେନି କାହିଁକି ନା ତାଙ୍କୁ ଭାରି ଲାଜ ମାଡେ, ସେ ମୁହଁ ଲୁଚେଇକି ପଳାନ୍ତି। କଣ ପାଇଁ କେଜାଣି ଜାଣିନି, ପୁଅ ପିଲାଟା ହେଇକି ଏତେ ଲାଜ। ଖାଲି ସିଏ ବୋଲି ନୁହେଁ, ମୋ ପରିବାର ସମସ୍ତଙ୍କୁ ଆଉ ମୋ ବନ୍ଧୁଠୁ ଆରମ୍ଭ କରି ବାନ୍ଧବୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଭିଡିଓରେ ଆସିବା ପାଇଁ ଲାଜ ମାଡେ। ଭାଗ୍ୟବାନ ସେମାନେ ହେଇଥାନ୍ତି ଯୋଉମାନଙ୍କୁ ସପୋର୍ଟ ମିଳୁଛି। କିଛି କଥା ନାହିଁ, ଚଳିବ ଆଉ। ତାପରେ ଆସି ଯାଇଥିଲା ମୋର ଗୋଟେ ପାର୍ସଲ, ଆଉ ଏଇଟା ମତେ ମୋ ସାଙ୍ଗ ଗିଫ୍ଟ କରିଛି, ସେଥିପାଇଁ ତାକୁ ଗୋଟେ ବଡ ଥ୍ୟାଙ୍କ ୟୁ। ମତେ ଲାଗେ ଶାଢୀ ଆଉ ଚୁଡିଠୁ ବେଷ୍ଟ ଗିଫ୍ଟ କିଛି ନାହିଁ, ଯେତେ ଥିଲେ ବି ପାଖରେ କମ ହିଁ ଲାଗେ।